ତ ବର୍ତ୍ତମାନ ଆପଣମାନେ ଦେଖିବେ ଯେ ଅମ୍ବାଦଳା ଥାନାରେ ପରିସରରେ କେମିତି ସଫାସୁତୁରା କରାଯାଉଛି। ପ୍ରତ୍ୟେକ ଦିନ ଏହି ସଫାସୁତୁରା କରାଯାଉଛି, ହେଲେ ଆଜି କାହିଁକି ଅଧିକ ସମୟ କରାହେଲା? ଯେହେତୁ ଏଠାରେ ସାପର ପରିମାଣ ଟିକେ ଅଧିକ, ତେଣୁ ଡାଳ ଏସବୁ ଯାକ ହାଣି ଦିଆଗଲା। ବହୁତ ମାନେ ସକାଳେ ସକାଳେ ଯାହା ହଉ ଯେମିତି ହେଲେ ମଧ୍ୟ ଶରୀର ଟିକେ ଝାଳ ବାହାରିଲେ ବହୁତ ଖୁସି ଲାଗେ। ଯେହେତୁ ଏଇଟା ଆମର ଡିପାର୍ଟମେଣ୍ଟର ଅଭ୍ୟାସ। ପରେ ପରେ ଭଲି ଖେଳ ବି ମଧ୍ୟ ହେଉଥାଏ। ଯେତିକି ସବୁ ବଗିଚାରେ ମଧ୍ୟ ସଫାସୁତୁରା କରାଯାଉଛି, ଯେଉଁଟାକି ଆମର ଫ୍ରେଣ୍ଡସ୍ ମାନେ ମଧ୍ୟ ଦେଖିପାରୁଥିବେ। ମୋର ସାଙ୍ଗ ଜଣେ ଯାହାଙ୍କ ନାଁ ମିଥୁନ ସାହୁ, ପରେ ଆସିଯିବେ ଆଉ ଗୋଟେ ଭାଇ। ଦେଖିବେ ପୁରା ଏତେ ସବୁ ଏରିଆ ସାଫ୍ କରିସାରିଲା ପରେ ମଧ୍ୟ ଭାଇନା ମାନେ ମଧ୍ୟ ବଡ଼ ଭାଇନା ମାନେ ମଧ୍ୟ ସକାଳୁ ସକାଳୁ ଯେମିତି ହଉ ଟିକେ ନା ଟିକେ ଗ୍ରାଉଣ୍ଡର କାର୍ଯ୍ୟ କରିବାକୁ ପଡ଼ିଥାଏ। ସଦାସର୍ବଦା ଆମର ପରିବେଶକୁ ସୁରକ୍ଷା ରଖିବା ଏବଂ ନିର୍ମଳ ରଖିବା ଆମର ବ୍ୟକ୍ତିଗତ ଅଭ୍ୟାସ। ଦେଖନ୍ତୁ ଆଚାର୍ଯ୍ୟ ଭାଇନା କେତେ ଖୁସିରେ ଘାସ ଚାଞ୍ଚି ଯାଉଛନ୍ତି, ଆଉ କେତେ ଗୁଡ଼ିଏ ବଡ଼ ଭାଇନା ମଧ୍ୟ, ଯିଏକି ହେମନ୍ତ ଭାଇନା ମଧ୍ୟ ବହୁତ କଷ୍ଟ ଶ୍ରମ ଦାନ କରୁଛନ୍ତି। ଇଏ ଆମର ସୁଦର୍ଶନ ଭାଇନା। ଏଠି ବୟସର ତଫାତ କିଛି ନାହିଁ, ଯାହାକୁ 60 ବର୍ଷ ହେଲେ ମଧ୍ୟ ଫଟିକ୍ କରିବେ। ଆଉ ସାର୍ ଆମର ଗୋଟେ ଫଟିକ୍ କରୁଛନ୍ତି, ଗୋଟେ ଭାଇ ମେ ବି ଚା ଆଣୁଛନ୍ତି ବୋଧେ, ଚା କି ପାଣି ମୁଁ ତ କନଫର୍ମ କରୁନି। ଆମ ସାର୍ ମାନେ ମଧ୍ୟ ସଦାସର୍ବଦା ଫଟିକ୍ ଜାରି ରଖୁଛନ୍ତି। ଆଉ ଏଇଟା ସର୍ବଦା ରହିବ। ଏଇଠି ଯିଏ ହେଉନା କାହିଁକି ନିଜର ଘର ପରିବେଶ ସୁରକ୍ଷା ରଖିବା ପାଇଁ, ଏଇଟା ହେଉଛି ମୁଁ ନିଜର ଘର ପରିବେଶ ସୁରକ୍ଷା ରଖିବା ପାଇଁ ଏଇ କିଛି ନିର୍ମଳ କରାଯାଏ। ଏଇଟା ହେଉଛି ମୋ ସାଙ୍ଗ ରଞ୍ଜିତ। ସମସ୍ତେ ଏଠାରେ ନିୟୋଜିତ ଅଛନ୍ତି। ବହୁତ ଖୁସି ଲାଗୁଛି ଯେ ଆମେ ସମସ୍ତେ ଏକାଠି ହୋଇକି କିଛି ପରିବେଶକୁ ସୁରକ୍ଷା ଏବଂ ନିର୍ମଳ କରିପାରୁଛୁ। ଖାସ୍ କରିକି ଏ ଲଟା ବୁଦା ସଫା କରୁଛୁ। ପରେ ଯେତିକି ପଲିଥିନ୍ ଯାକ ରହୁଛି ସେସବୁ କାଢ଼ିକି ପୋଡ଼େଇ ଦିଆଯାଉଛି। ଭାଇନା ଆମର କିଛି ବାଇଟ୍ ଦେଉଛନ୍ତି। ଭାଇନା କହୁଛନ୍ତି ବହୁତ ଖୁସି ହେଇଗଲା। ଓ ବାପି ଭାଇନା ଆମର ଯିଏକି ଏଠାର ଗୋଟେ ମହାନ ଭାଇନା, ଯିଏକି ଚା ସପ୍ଲାଇର ବନ୍ଦୋବସ୍ତ। ଏତେ ସବୁ ଫଟିକ୍ କରିସାରିଲା ପରେ ବହୁତ ବିରକ୍ତ ହେଇଗଲେ। ଭାଇନା ଆମର ଗ୍ରାଇସେଲ୍ ସ୍ପ୍ରେ କରୁଛନ୍ତି। ଗ୍ରାଇସେଲ୍ ସ୍ପ୍ରେ କରିଲେ ଆଉ ଘାସ ଜମାରୁ ଉଠିବ ନାହିଁ। ବଡ଼ ଭାଇନା ମାନେ ମଧ୍ୟ ଆମର ବାଉଣ୍ଡ୍ରିରେ, ଏଇଠାରେ ଟିକେ ସାପର ପରିମାଣ ଅଧିକ, ତେଣୁ ସେଇ ଉପର ବାଟ ଦେଇ ସାପ ମଧ୍ୟ ଗତି କରୁଛି, ତେଣୁ ସେଟାକୁ ମଧ୍ୟ ନିର୍ମଳ କରାଯିବ। ଆଉ ଶେଷରେ ଚାର ମୁହୂର୍ତ୍ତ, ସକାଳେ ସକାଳେ ଆପଣମାନେ ଜାଣିଥିବେ ଯେ ସକାଳେ ସକାଳେ ଚାହା ପିଇଲେ ଯେଉଁ ମଜା। ଓକେ, ଥ୍ୟାଙ୍କ ୟୁ ଭାଇନା ମୋତେ ଚା ଦେଇଥିବାରୁ ଏବଂ ଚା ବି ସପ୍ଲାଇ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ଯାହା ହଉ ଅମ୍ବାଦଳା ପୋଲିସ ଷ୍ଟାଫକୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।